ସାଇକୋଲୋଜି କହିଥାଏ ଅଧିକାଂଶ ଝିଅମାନେ ଏମିତି ପୁଅମାନଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି ଯେଉଁମାନେ ଅନ୍ୟମାନଙ୍କୁ ହସାଇବାର କ୍ଷମତା ରଖିଥାନ୍ତି, କାରଣ ତାଙ୍କୁ ଲାଗିଥାଏ କି ଏମିତି ପୁଅମାନେ ଅଧିକ ବୁଦ୍ଧିମାନ ଓ ସଚ୍ଚୋଟ ହୋଇଥାନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ଏବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କେଉଁ ଫଳକୁ ଖାଇବା ସମୟରେ ମହିଳାମାନେ ନିଜର ଚଉଠି ରାତି କଥା ମନେ ପକାଇଥାନ୍ତି? ଏହାର ଉତ୍ତର ହେଉଛି କଦଳୀ ଖାଇବା ସମୟରେ ମନେ ପକାଇଥାନ୍ତି। ଏମିତି କେଉଁ ତେଲ ଅଛି ଯାହା ବୁଢ଼ାର ସାମାନକୁ ବି ଠିଆ କରିଦେଇଥାଏ? ଏହାର ଉତ୍ତର ହେଉଛି ଲିପ୍ଟପ୍ ଅଏଲ୍ ଲଗାଇଲେ। ସମ୍ବନ୍ଧ ବନାଇ ସାରିବା ପରେ ମହିଳାମାନଙ୍କୁ କିସ୍ କଲେ କ'ଣ ଫାଇଦା ମିଳିଥାଏ? ଏହାର ଉତ୍ତର ହେଉଛି ଭଲ ପାଇବା ବଢ଼ିଥାଏ। ସାଇକୋଲୋଜି କହିଥାଏ ଦବାକେ ଘେଇବା ସମୟରେ ଏହି ତିନି କାମ କଲେ ମହିଳାର ପୁରା ଶରୀର ଥରି ଉଠିବା ସହିତ ତାଙ୍କୁ ମଧ୍ୟ ଚରମ ସୁଖ ପ୍ରାପ୍ତି ହେବ ଓ ଆପଣଙ୍କ ସହିତ କରିବାର ଅଭ୍ୟାସ ମଧ୍ୟ ଲାଗିଯିବ। ତାହା ହେଉଛି ପ୍ରଥମତଃ ସମ୍ଭୋଗ ବନାଇବା ପୂର୍ବରୁ ବହୁତ ଖରାପ ଇସାରାରେ କଥା ହୁଅନ୍ତୁ। ଦ୍ୱିତୀୟରେ ତାଙ୍କର ବିଆକୁ 15ରୁ 20 ମିନିଟ୍ ଚାଟନ୍ତୁ। 3ରେ ବିଆର ଉପର ଭାଗର ପରଦାକୁ 3 ଆଙ୍ଗୁଳିରେ ହାତ ମାରନ୍ତୁ। ସାଇକୋଲୋଜି କହିଥାଏ ଅଧିକାଂଶ ପୁରୁଷ ନିଜ ଦୁଃଖ କଷ୍ଟକୁ ଅତି ସହଜରେ ଲୁଚାଇ ଦେଇଥାନ୍ତି ଓ ନିଜ କଥାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରନ୍ତି ନାହିଁ। ବାସ୍ତବରେ କହିବାକୁ ଗଲେ ପୁଅମାନେ କଥାକୁ ସିକ୍ରେଟ୍ ରଖିବାର କୌଶଳ ବହୁତ ଭଲ ଭାବରେ ଜାଣିଥାନ୍ତି।